ନମସ୍କାର, ଜୟ ଜଗନ୍ନାଥ। ବର୍ତ୍ତମାନ ଯିବେ ଆମେ ଧନୁରାଶିକୁ। ଧନୁରାଶିରେ ଭଗବାନ ସ୍ୱୟଂ ନିଜେ ସଞ୍ଚାଳନ କରିବେ ଏବଂ ଧନୁରାଶିର ବ୍ୟକ୍ତିମାନଙ୍କ ପାଇଁ ଯଦି ମୁଁ ଦେଖିବାକୁ ଯାଏ, ଜନ୍ମରେ ନିଜ ଘରେ ସଞ୍ଚାଳନ କରୁଥିବାରୁ ଭଗବାନ ସୂର୍ଯ୍ୟନାରାୟଣ କ୍ରୋଧରେ ଟିକେ କ୍ରୋଧରେ ଟିକେ ଅଗ୍ରଗତି ଦେବେ। ତେଣୁ କ୍ରୋଧକୁ ନିଜକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଧନୁରାଶିର ବ୍ୟକ୍ତିମାନେ କୌଣସି ବାଦ ବିବାଦ ଠାରୁ ବଞ୍ଚିବାକୁ ଚେଷ୍ଟା କରିବେ, କାରଣ ଏଠି ଭଗବାନ ସୂର୍ଯ୍ୟନାରାୟଣ ଯେହେତୁ ଅଗ୍ନିତତ୍ତ୍ୱ ଅଛନ୍ତି ଏବଂ ଅଗ୍ନିତତ୍ତ୍ୱ ଗ୍ରହ ସହିତ ରାଶିରେ ବସିଛନ୍ତି, ତେଣୁ ନିହାତି ଭାବେ ଟିକେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିବେ। କୌଣସି ବାଦ ବିବାଦ ଠାରୁ ବଞ୍ଚିବେ। ପିତାଙ୍କୁ ସମ୍ମାନ କରିବେ। ପିତାଙ୍କ ସହିତ ଭକ୍ତ ପାର୍ଥକ୍ୟର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଧର୍ମପଥରେ ଚାଲିବେ, ଧର୍ମରେ ଚାଲିବେ, ସତ୍କର୍ମ ସତ୍ ରାସ୍ତାରେ ଚାଲିଲେ ନିଶ୍ଚିନ୍ତ ସମୟଟି ଭଲ ରହିବ। କାହିଁକିନା ଆପଣଙ୍କୁ ଭଗବାନ ସୂର୍ଯ୍ୟନାରାୟଣ ବହୁତ କିଛି ଦେବାକୁ ଆସିଛନ୍ତି। ଯଦି ଆପଣ ଅହଙ୍କାରରେ ବୃଦ୍ଧି ଘଟାନି ତ ନିଶ୍ଚିନ୍ତ ଭାବେ ଆପଣ ତଳକୁ ଖସିବେ। ଯଦି ଆପଣ ଅହଙ୍କାରକୁ ପରିତ୍ୟାଗ କରନ୍ତି ନିଶ୍ଚିନ୍ତ ଭାବେ ଆଗକୁ ଭଗବାନ ସୂର୍ଯ୍ୟନାରାୟଣ ନିତ୍ୟ ସିନ୍ଦୁର ଚନ୍ଦନ ମିଶାଇ ଅର୍ପଣ ଅର୍ଘ୍ୟ ଦିଅନ୍ତୁ। 3ଟି ଅର୍ଘ୍ୟ ଏବଂ ବ୍ରହ୍ମ ସ୍ୱରୂପରେ ସୂର୍ଯ୍ୟନାରାୟଣ କହି ନିଶ୍ଚିତ